ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ କଲରାର ଏଇ ରେସିପି ସମସ୍ତଙ୍କର ପ୍ରିୟ। ଏଇ ରେସିପିଟିକୁ ଦେଖିଲେ କେହି ବି କଲରା ଖାଇବା ପାଇଁ ବିଲକୁଲ ବି ମନା କରନ୍ତି ନାହିଁ। ଆପଣ ଯେତେ ବି ଟେଷ୍ଟି କଲରା ରାନ୍ଧନ୍ତୁ କିନ୍ତୁ ୟାଠୁ ଟେଷ୍ଟି କିଛି ବି ହବନି। ସେଥିପାଇଁ ଚାଲନ୍ତୁ ଆଜି ବନେଇ ନେବା କଲରାର ଏଇ ଟେଷ୍ଟି ରେସିପି, କଲରା ଚିପ୍ସ ରେସିପି, ଯୋଉଟା କି ଗୋଟେ ୟୁନିକ୍ ଷ୍ଟାଇଲରେ ଆଜି ମୁଁ ବନେଇବି। ଆଉ ଆପଣଙ୍କୁ କିଛି ଟିପ୍ସ କହିବି ଯାଦ୍ୱାରା କି କଲରା ପିତା ଲାଗିବ ନାହିଁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତାହେଲେ ଚାଲନ୍ତୁ ରେସିପିଟି ଷ୍ଟାର୍ଟ କରିବା। ରେସିପିଟି ପାଇଁ ଏଇଠି ଦେଖନ୍ତୁ ମୁଁ ନେଇଯାଇଛି ଫ୍ରେଶ କଲରା। ଆପଣ ଯୋଉ ପରିକା କଲରା ନେଲେ ଚଳିବ, ଯେମିତିକି ବଡ଼ କଲରା ହଉ କିମ୍ବା ଛୋଟ ଛୋଟ କଲରା ହଉ। ତ ପ୍ରଥମେ ଆମେ କଲରାକୁ ଭଲ ଭାବରେ ଏଇଠି ପାଣିରେ ସଫା କରିଦେବା। ମୁଁ ଏଇଠି ପାଣିରେ ସଫା କରି ନେଇଛି ଆଉ ତାକୁ ଭଲ ଭାବରେ ଏଇଠି ପୋଛି ନେଇଛି। ଆପଣ ଯେତେ ଜଣଙ୍କ ପାଇଁ କଲରା ବନାଉଛନ୍ତି ସେଇ ଅନୁସାରେ କଲରାର କ୍ୱାଣ୍ଟିଟିକୁ ବଢେଇ ପାରିବେ ଆଉ କମେଇ ପାରିବେ। ଏବେ ପ୍ରଥମେ ଚାଲନ୍ତୁ କଲରାକୁ ଭଲ ଭାବରେ କାଟି ନେବା। କଲରାର ଦୁଇଟି ଏଣ୍ଡ ବା ମୁଣ୍ଡକୁ ତାର ଭଲ ଭାବରେ ଆମେ ଏଇଠି କାଟି ନେବା। ଏବେ ତାକୁ ଯେମିତି ନର୍ମାଲି ଆମେ ଭଜା ପାଇଁ କାଟନ୍ତି ସେଇପରି କାଟି ନେବା। ଏଇଠି ମୁଁ ଗୋଲ ଗୋଲ କରିକି ପତଳା ପତଳା ତାକୁ କାଟି ନେଇଛି। ଆପଣ ଚାହିଁଲେ ଲମ୍ବା ଲମ୍ବା କାଟି ପାରିବେ। ଯେତେବେଳେ ଆପଣ କାଟୁଛନ୍ତି ବିଲକୁଲ ବି ତାର ମୋଟା ଲେୟାର ରଖିବେ ନାହିଁ। ଯଦି ମୋଟା ଲେୟାର ରଖିବେ ତାହେଲେ ସେ କୁଡମୁଡିଆ ବା କ୍ରିସ୍ପି ହବ ନାହିଁ। ତ ଆପଣ ତାକୁ ଟିକେ ପତଳା ଲେୟାର ରଖିବେ। ଏଇଠି ଆପଣ ନିଜେ ଦେଖିପାରୁଥିବେ ଲେୟାର ଗୁଡାକ କେତେ ପତଳାରେ ମୁଁ କାଟିଛି। ସେଇ ଅନୁସାରେ ଆପଣ କାଟିଲେ ଆପଣଙ୍କର କଲରା ଚିପ୍ସ ବହୁତ କ୍ରିସ୍ପି ହବ। କଲରାର ପିତା ପାଣିକୁ ବାହାର କରିବା ପାଇଁ ମୁଁ ସେଥିପାଇଁ ସେଇଥିରେ ପକେଇ ନେଇଛି ଫାଳେ ଲେମ୍ବୁକୁ ଚିପୁଡିକି। ଏବେ ପକେଇ ନବା ଆମେ ସେଇଥିରେ ଲୁଣ, ପାଖାପାଖି ହାଫ ଛୋଟ ଚାମଚ ଲୁଣ ମୁଁ ପକେଇଛି। ଆଉ ଏବେ ଆମେ ଭଲ ଭାବରେ କଲରାରେ ଲେମ୍ବୁ ଆଉ ଲୁଣକୁ ଭଲ ଭାବରେ ମିକ୍ସ କରି ନବା। ଲେମ୍ବୁ ଆଉ ଲୁଣକୁ ଯଦି ଆପଣ ପକେଇକି ଏଇପରି ଭାବରେ ମିକ୍ସ କରିନା କିଛି ସମୟ ଛାଡିଦେବେ, ଦେଖିବେ କଲରାର ଯୋଉ ପିତା ପାଣିଟି ସେ ବାହାରି ଆସିବ। ଆଉ ପରେ ଆମେ କଲରାକୁ ଚିପୁଡିକି ଆମେ ଏଇ ପାଣିକୁ ବାହାର କରିଦବା ଆଉ ସେ ପାଣିକୁ ଫୋପାଡି ଦବା। ଏବେ ୟାକୁ ଆମେ କିଛି ସମୟ ଛାଡିଦବା। ପାଖାପାଖି ଅଧଘଣ୍ଟେ ପର୍ଯ୍ୟନ୍ତ ମୁଁ ତାକୁ ଏମିତି ଛାଡି ଦେଇଥିଲି। ଅଧଘଣ୍ଟେ ପରେ ଆପଣ ଏଇଠି ନିଜେ ଦେଖିପାରୁଥିବେ, ଦେଖନ୍ତୁ କଲରାରେ ମଏଶ୍ଚର ଆସିଯାଇଛି, ମାନେ ପାଣି ଟିକେ ଟିକେ ଆସିଯାଇଛି। ଏବେ ଆମେ କଲରାକୁ ଭଲ ଭାବରେ ଚିପୁଡି ନବା। ଦେଖନ୍ତୁ ଚିପୁଡିବା ଦ୍ୱାରା ଏକ୍ସଟ୍ରା ପାଣି ସବୁ ବାହାରି ଯାଉଛି, ଯୋଉ ପିତା ପାଣିଟା ସେ ସବୁ ବାହାରି ଯିବ। କଲରାରୁ ପିତା ପାଣି ଆମେ ଚିପିଡ଼ି ଦେଇକି ତାକୁ ଗୋଟେ ଜାଗାକୁ ଆଣି ପକେଇବା। ଆଉ ଯଦି ଆପଣଙ୍କୁ କଲରା ପିତା ଖାଇବା ପାଇଁ ପସନ୍ଦ ଲାଗେ ତାହେଲେ ଏଇ ପ୍ରୋସେସଟି ବିଲକୁଲ କରିବେ ନାହିଁ। କଲରାକୁ ନର୍ମାଲି ଧୋଇକି ଆପଣ ତାକୁ ବ୍ୟବହାର କରିପାରିବେ। ଏବେ ସବୁ କଲରା ଆମେ ଭଲ ଭାବରେ ଚିପୁଡ଼ି ଦେଲେଣି। ଏବେ ଚାଲନ୍ତୁ ଆମେ କଲରା ଚିପ୍ସ ବନେଇବା ପାଇଁ ସେଇଥିରେ ସବୁ ଜିନିଷ ପକେଇବା। ପ୍ରଥମେ ପକେଇ ନବା ଆମେ ରସୁଣ ଛେଚାକୁ। ଆପଣ ଚାହିଁଲେ ରସୁଣ ବଟାକୁ ମଧ୍ୟ ପକେଇ ପାରିବେ, କିନ୍ତୁ ରସୁଣକୁ ଟିକେ ଦରଖଣ୍ଡିଆ କରିକି ଛେଚିକି ପକେଇବେ। ଦେଖିବେ ତାର ଗୋଟେ ଗୋଟେ ବାଇଟରେ ଫ୍ଲେଭର ଭଲ ଆସିବ। ମୁଁ ଏଇଠି ଅଳ୍ପ କିଛି ସମୟ ରସୁଣକୁ ଗୋଟେ କୁଟଣ ସାହାଯ୍ୟରେ ଛେଚି ଦେଇଛି ଆଉ ତାକୁ ଏବେ ଆମେ କଲରାରେ ପକେଇ ନବା। ରସୁଣକୁ ଆମେ ପକେଇ ସାରିଲା ପରେ ଆମେ ପକେଇ ନବା ଅଳ୍ପ କିଛି ଗୁଣ୍ଡ ମସଲା। ଗୁଣ୍ଡ ମସଲାରେ ମୁଁ ପ୍ରଥମେ ଏଇଠି ପକେଇ ନେଇଛି ହାଫ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, ଯାହା ଫଳରେ କି ଆମର କଲରା ଚିପ୍ସର କଲର ଭଲ ଆସିବ। ଏବେ ପକେଇ ନବା ଆମେ ସେଇଥିରେ ହାଫ ଛୋଟ ଚାମଚ ହଳଦୀ ପାଉଡର। ତା ସହିତ ପକେଇ ନବା ଆମେ ଏଇଠି ଗୋଟେ ଛୋଟ ଚାମଚ ଧନିଆ ପାଉଡର। ଆଉ ଏବେ ପକେଇ ନବା ଆମେ ହାଫ ଛୋଟ ଚାମଚ ଗରମ ମସଲା ପାଉଡର। ଏବେ ପକେଇ ନବା ଆମେ ସେଇଥିରେ ବେସନ ପାଖାପାଖି ମୁଁ ଏଇଠି ଛୋଟ ଚାମଚରେ 6 ଛୋଟ ଚାମଚ ଦେଇଛି ବେସନ। ଆଉ ତାର ଅଧା ପରିମାଣ ମୁଁ ଏଇଠି କର୍ନଫ୍ଲୋର ଆଡ କରିଛି, ମାନେ 3 ଛୋଟ ଚାମଚ କର୍ନଫ୍ଲୋର ମୁଁ ଏଇଠି ଆଡ କରିଛି। ବେସନ ଆଉ କର୍ନଫ୍ଲୋର ଆପଣ ନିଜ ଅନୁସାରେ ଆଡ କରିବେ। ଯେମିତିକି ଆମର କଲରା ଉପରେ ଗୋଟିଏ ପତଳା ଲେୟାର ରହିବ, ସେଇ ଅନୁସାରେ ଆପଣ ତାକୁ ଆଡ କରିବେ। ଯଦି ହାତକୁ ବେଶୀ ପାଣିଆ ଲାଗିବ ତାହେଲେ ପରେ ଆପଣ ସେଇଥିରେ ଏକ୍ସଟ୍ରା ବେସନ ଆଡ କରିପାରିବେ। ଏବେ ସେଇଥିରେ ଆମେ କୌଣସି ବି ପାଣିର ବ୍ୟବହାର କରିବା ନାହିଁ। ଏବେ ଏଇଠି ମୁଁ ଆଡ କରି ନଉଛି ସ୍ୱାଦ ଅନୁସାରେ ଲୁଣ। ତା ସହିତ ଆଡ କରି ନବା ହାଫ ଛୋଟ ଚାମଚ ଗୋଟା ଜିରା। ଏବେ ସେଇଥିରେ ଆମେ ଆଡ କରିଦବା ଧଳା ରାଶିକୁ। ପାଖାପାଖି ମୁଁ ଗୋଟେ ବଡ ଚାମଚ ଏଇଠି ଧଳା ରାଶି ନେଇଛି, କଞ୍ଚା ଧଳା ରାଶି ନେବେ। ଆଉ ହାଫ ବଡ ଚାମଚ ଏଇଠି ପ୍ରଥମେ ମୁଁ ମାନେ ତାର ଅଧା ପରିମାଣ ରାଶିକୁ ଏଇଠି ପ୍ରଥମେ ପକେଇ ନେଇକି ତାକୁ ବିନା ପାଣିରେ ପ୍ରଥମେ ଆମେ ମିକ୍ସ କରି ନବା। ପ୍ରଥମେ ବିନା ପାଣିରେ ଆପଣ ଭଲ ଭାବରେ ତାକୁ ମିକ୍ସ କରି ନେବେ, ଯାହା ଫଳରେ କି ଆପଣଙ୍କୁ ଗୋଟେ ଆନୁମାନିକ ମେଜରମେଣ୍ଟ ମିଳିଯିବ, ଯୋଉଥିରେ କି ଆପଣ ସେଇଥିରେ ପାଣି ଆଡ କରିପାରିବେ। ଏବେ ତ ଆମେ ଡ୍ରାଏରେ ଆମେ ଭଲ ଭାବରେ ତାକୁ ମିକ୍ସ କରି ସାରିଲେଣି। ଏବେ ଅଳ୍ପ କିଛି କିଛି ପାଣି ନେଇକି ତାକୁ ଭଲ ଭାବରେ ଏଇଠି ଆମେ ମିକ୍ସ କରି ନବା। ଅଳ୍ପ ପାଣି ନେବେ, ନହେଲେ ଆପଣ ଅଳ୍ପ ପାଣି ନେଇକି ଛିଞ୍ଚି ଛିଞ୍ଚି ମଧ୍ୟ ତାକୁ ମିକ୍ସ କରିପାରିବେ।
ମୁଁ ଏଠି 2 ଥର ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଛିଞ୍ଚିକି ତାକୁ ମିକ୍ସ କରି ନେଇଥିଲି। ଆଉ ଦେଖନ୍ତୁ ଇଏ ବିଲକୁଲ ବି ପାଣିଆ ହେଇନି, ସୁଖା ସୁଖା ଅଛି। ଏବେ ଯୋଉ ଆମର ଅଧା ରାଶି ବଳିଥିଲା ତାକୁ ମଧ୍ୟ ମିକ୍ସ କରି ନବା ଆଉ ୟାକୁ ପୁଣି ଥରେ ଭଲ ଭାବରେ ଗଳେଇ ନବା। ଦେଖନ୍ତୁ ଏଇପରି ଭାବରେ ସୁଖା ରଖିବେ, ବିଲକୁଲ ବି ସେଇଥିରେ ପାଣିଆ ରଖିବେ ନାହିଁ। ସୁଖା ସୁଖା ରଖିଲେ ଇଏ ଭଲ ଭାବରେ କ୍ରିସ୍ପି ହବ। ଇଏ ଏବେ ରେଡି ହେଇଗଲାଣି। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ ଆମେ ତେଲ କଡ଼େଇ ବସେଇ ନବା। ତେଲକୁ ଭଲ ଭାବରେ ଏଇଠି ଆମେ ଗରମ କରି ନବା। ତାପରେ ଫ୍ଲେମ୍କୁ ଆମେ ମିଡିୟମକୁ ଆଣି ପକେଇବା ଆଉ ଗୋଟିଏ ଗୋଟିଏ ଆମେ କଲରାର ଚିପ୍ସକୁ ସେଇଥିରେ ପକେଇ ନବା। ଏମିତି ଗୋଟିଏ ଗୋଟିଏ କଲରାର ଯଦି ଚିପ୍ସ ଆପଣ ପକେଇବେ ତାହେଲେ ସେ ପୁରା ଇଣ୍ଡିଭିଜୁଆଲି ଗୋଟେ ଗୋଟେ କଲରା ଚିପ୍ସ ହବ। କିନ୍ତୁ ଯଦି ଆପଣ ଆଟ୍ ଏ ଟାଇମ୍ ସବୁ ଗୁଡ଼ାକ ଏକା ସାଙ୍ଗରେ ପକେଇ ନେବେ, ଯେମିତିକି ପକୁଡ଼ି ଛାଣନ୍ତି ସେଇପରିକା ଆପଣ ପକେଇଲେ କଲରା ଚିପ୍ସ ଗୁଡ଼ାକ ପରସ୍ପର ଲାଗିଯିବ ଆଉ ଗୋଟା ଗୋଟା ହେଇକି ରହିବ ନାହିଁ। ଏବେ ଦେଖନ୍ତୁ ଆମର ତେଲରେ ବବଲ୍ସ ଗୁଡ଼ାକ ରହୁଛି, ମାନେ ୟାର ଅର୍ଥ ଆମର କଲରାର ଚିପ୍ସରେ ମଏଶ୍ଚର ଅଛି। ଯେତେବେଳେ କଲରାର ଚିପ୍ସରେ ମଏଶ୍ଚର ରହିବ ନାହିଁ ତେଲରେ ବିଲକୁଲ ବି ବବଲ୍ସ ଆସିବ ନାହିଁ। ଆଉ ଆପଣମାନେ ପିଠା କଡ଼ିକା ମାରିକି ଇଜିଲି ଜାଣିପାରିବେ କଲରାର ଚିପ୍ସ ଗୁଡ଼ାକ କ୍ରିସ୍ପି ହେଇଛି ନା ନାହିଁ। ଏବେ ଏଇଠି ଦେଖନ୍ତୁ ଆପଣ କଲରାର ଚିପ୍ସର କଲର ଚେଞ୍ଜ ହେଇଗଲାଣି, ମାନେ ଡାର୍କ ଗୋଲ୍ଡେନ କଲର ହେଇଯାଇଛି। ସେଥିପାଇଁ ମୁଁ ଏଇଠି ଗ୍ୟାସ୍ ଫ୍ଲେମ୍କୁ ହାଇରେ ରଖିଦେଇଛି। ଆଉ ଏଇଠି ମୁଁ ଆପଣମାନଙ୍କୁ ଦେଖଉଛି କଲରାର ଚିପ୍ସ ଗୁଡ଼ାକ ବିଲକୁଲ ବି ଲାଗି ନାହିଁ, ଗୋଟା ଗୋଟା ହେଇକି ରହିଛି। ଆଉ ଇଏ ଧୀରେ ଧୀରେ କ୍ରିସ୍ପି ମଧ୍ୟ ହେଇ ଆସିଲାଣି। ଯେତେବେଳେ ଆପଣ ଦେଖିବେ ଯେ କଲରା ଧୀରେ ଧୀରେ ଆମର କ୍ରିସ୍ପି ହେଇଗଲାଣି, ମଏଶ୍ଚର ଆଉ ନାହିଁ, ତାହେଲେ ଆପଣ ତାକୁ ଛାଣିବାର ବ୍ୟବସ୍ଥା କରି ନେବେ। ଦେଖନ୍ତୁ କଲରା ଏଇଠି ମୋର ପୁରା କ୍ରିସ୍ପି ହେଇ ଆସିଲାଣି ଆଉ ତାର କଲର ମଧ୍ୟ ଚେଞ୍ଜ ହେଇଯାଇଥିଲା। ସେଥିପାଇଁ ମୁଁ ତାକୁ ଭଲ ଭାବରେ ଏବେ ତେଲରୁ ନିଗାଡ଼ିକି ଆଣୁଛି। ଆପଣ ଧ୍ୟାନପୂର୍ବକ କିଛି ସମୟ ନେଇକି ଭଲ ଭାବରେ ତେଲରୁ ନିଗାଡ଼ିକି ଆଣିବେ। ଆଉ ଏଇଠି ଆପଣ ଦେଖିପାରୁଥିବେ କଲରା ଚିପ୍ସ ଗୁଡ଼ାକ କେତେ ଲାଲ ଲାଲ ହେଇଛି ଆଉ ପୁରା ହୋଟେଲ ଷ୍ଟାଇଲର ହେଇଛି। ଏମିତି ୱେରେ ଆପଣ ପୁରା କଲରାର ଚିପ୍ସ ଗୁଡ଼ାକ ଛାଣିଦେବେ। ଆଉ ଏଇଠି ଆପଣ ଦେଖିପାରୁଥିବେ ପୁରା କୁଡ଼କୁଡ଼ିଆ ହେଇଛି। କଲରାର ଚିପ୍ସ ବନେଇବା ବହୁତ ସହଜ। ଆପଣଙ୍କ ପାଖରେ ଯଦି କର୍ଣ୍ଣଫ୍ଲୋର ବି ନାହିଁ ଆପଣ ବେସନ ଗୋଳେଇକି ମଧ୍ୟ କଲରା ଚିପ୍ସ କରିପାରିବେ। ତାହେଲେ ମୁଁ କହିଥିବା ୱେ ଅନୁସାରେ ଆପଣ ଏହି ଭିଡ଼ିଓ ଦେଖିକି କଲରାର ଚିପ୍ସ ବନାନ୍ତୁ ଆଉ କେମିତି ଲାଗିଲା ଖାଇକି ଜଣାନ୍ତୁ ମୋତେ କମେଣ୍ଟ ମାଧ୍ୟମରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟେ ନିହାତି କରିବେ। ଏ ଭିଡ଼ିଓଟି ଯଦି ପସନ୍ଦ ଆସିଥିବ ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କ ସହିତ ସେୟାର କରିବେ। ମୋ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି କିମ୍ବା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ମୋ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଯଦି এই ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ପେଜଟିକୁ ଫଲୋ କରିନେବେ। ପୁଣି ଦେଖା ହେବ ଗୋଟେ ନୂଆ ରେସିପି ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।